ଜଳମଗ୍ନ ପୁରା ସହର। ଘର ବାହାରେ ଅଣ୍ଟାଏ ଅଣ୍ଟାଏ ପାଣି। ଯୁଆଡ଼େ ଚାହିଁଲେ ଖାଲି ପାଣି ହିଁ ପାଣି। ରାସ୍ତାଘାଟ ବୁଡ଼ିବା ସହ ଘରଦୁଆରେ ପାଣିରେ ଉବୁଟୁବୁ। ଦକ୍ଷିଣ ଥାଇଲାଣ୍ଡରେ ପ୍ରବଳ ବର୍ଷା ପରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା। ସ୍ଥିତି ଏମିତି ହୋଇଛି ଯେ ମଙ୍ଗଳବାର ଦିନ ସୋଙ୍ଗଲା ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଥିଲା। ଏପରି ସ୍ଥିତି ପାଇଁ ବାଧ୍ୟ ହୋଇଥିଲେ ସରକାର। ଅଧିକାରୀମାନେ କହିଛନ୍ତି ଯେ ବନ୍ୟା ପ୍ରଭାବିତ 4ଟି ପ୍ରଦେଶରେ ଅତି କମ୍ରେ 13 ଜଣଙ୍କ ମୃତ୍ୟୁ ହୋଇଛି। ଥାଇଲାଣ୍ଡରେ ନୌସେନା ମୁତୟନ ହୋଇଛନ୍ତି। 14ଟି ଡଙ୍ଗା ସହ ହେଲିକପ୍ଟର, ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି। ପ୍ରତିଦିନ 3000 ଖାଦ୍ୟ ଉତ୍ପାଦନ କରିବାକୁ ସକ୍ଷମ କ୍ଷେତ୍ର ରୋଷେଇ ବ୍ୟବସ୍ଥା ବି କରାଯାଇଛି। ରୟାଲ ନୌସେନା ନିର୍ଦ୍ଦେଶ ଅନୁଯାୟୀ ନୌସେନା ବାହିନୀ ଯୋଗାଇବା ଓ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ନୌସେନା ଏକ ବିବୃତ୍ତିରେ କହିଛି ଯେ ରେସ୍କ୍ୟୁ ଟିମ୍ ଭାସମାନ ହସ୍ପିଟାଲ ବ୍ୟବସ୍ଥା ବି କରିଛି। ଜାତୀୟ ପାଣିପାଗ ସଂସ୍ଥା ପ୍ରବଳ ବର୍ଷା ଓ ସମ୍ଭାବ୍ୟ ସତର୍କ ସୂଚନା ଜାରି କରିଛି। 3 ମିଟରରୁ ଅଧିକ ଉଚ୍ଚ ତରଙ୍ଗ ଉଚ୍ଚତା ହେତୁ ଛୋଟ ଡଙ୍ଗାଗୁଡ଼ିକୁ କୂଳରେ ରହିବାକୁ ପରାମର୍ଶ ଦେଇଛନ୍ତି। ଟେଲିଭିଜନ ଫୁଟେଜରେ ହାଟୟାଇରେ ଉଦ୍ଧାରକାରୀ ଦଳଗୁଡ଼ିକ ଡଙ୍ଗା, ଜେଟସ୍କି ଏବଂ ସାମରିକ ଟ୍ରକ୍ ବ୍ୟବହାର କରି ଲୋକଙ୍କୁ ଉଚ୍ଚ ଜଳସ୍ତର ମଧ୍ୟରେ ସ୍ଥାନାନ୍ତର କରାଯାଇଛି। କିଛି ପରିବାର ସେମାନଙ୍କ ପିଲାମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ପ୍ରାଦେଶିକ ପ୍ରଶାସନ କହିଛନ୍ତି ଯେ ବନ୍ୟା ଘରୁ 1200ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ପ୍ରଧାନମନ୍ତ୍ରୀ ଅନୁଟିନ୍ ଚାନ୍ଦରପୋଲ ସ୍ଥାନାନ୍ତର ପ୍ରୟାସରେ ସହାୟତା ପାଇଁ ଅତିରିକ୍ତ ଡଙ୍ଗା ଏବଂ ଟ୍ରକ୍ ଘୋଷଣା କରିଛନ୍ତି। ଥାଇଲାଣ୍ଡରେ ନିୟମିତ ଭାବରେ ଜୁନ୍ ଓ ସେପ୍ଟେମ୍ବର ମଧ୍ୟରେ ପ୍ରବଳ ମୌସୁମୀ ବର୍ଷା ହୋଇଥାଏ, କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ ମାନବ ପ୍ରବୃତ୍ତ ଜଳବାୟୁ ପରିବର୍ତ୍ତନ ପାଗର ବାରମ୍ବାରତା ଓ ଗମ୍ଭୀରତା ବୃଦ୍ଧି କରିଛି। ଗତ ସପ୍ତାହ ଶେଷଠାରୁ ଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ହାଟୟାଇ ଏବଂ ଆଖପାଖ ଅଞ୍ଚଳଗୁଡ଼ିକର କିଛି ଅଂଶ ଜଳମଗ୍ନ ହୋଇଯାଇଛି। ଏବେ ବି ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି, ଯାହା ପ୍ରାୟ 19 ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।